ପିଲାଟି ବେଳୁ ବାପା ମାଙ୍କୁ ହରାଇ ଦୁଃଖ କଷ୍ଟରେ ଜୀବନ ଜିଇଥିଲେ। ବଡ଼ ହୋଇ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ସମୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ କରୁଛନ୍ତି ଜଣେ ଯୁବକ। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଲକରେ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ତୁଟ ଗ୍ରାମର ସନ୍ତୋଷ ଜେନାଙ୍କ 27 ବର୍ଷର ପୁଅ ଦିଲ୍ଲୀପ କୁମାର ଜେନା। ଦିଲ୍ଲୀପର 2ଟି କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଡକ୍ଟର ସୂଚନା ଦେଇଛନ୍ତି। ଦିଲ୍ଲୀପ ପୂର୍ବରୁ ଚେନ୍ନାଇ ରହି ଏକ ହୋଟେଲରେ କାର୍ଯ୍ୟ କରୁଥିବା ବେଳେ ସେ ଏବେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି। ଦିଲ୍ଲୀପଙ୍କ ବାପା ସନ୍ତୋଷ ଜେନା ଜଣେ ଗାଡ଼ି ଡ୍ରାଇଭର ଥିବା ବେଳେ 22 ବର୍ଷ ତଳେ ଦୁର୍ଘଟଣା ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମା କୌଶଲ୍ୟା ମଧ୍ୟ 15 ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି। ଦିଲ୍ଲୀପର ହେଉଛି କିଡନୀ ହେଉଛି ଆଉ ସରକାର ଦେବୀ ହେଉଛି ସାହାଯ୍ୟ ହେଉଛି ଧନ୍ୟବାଦ ହେବେ ଛୁଆ ବଞ୍ଚି ରହି ସେ ବାଲେଶ୍ୱର ହେଉଛି ମେଡିକାଲରେ ହେଉଛି ଜାଣିଲି କ'ଣ ହେଇଛି କହିଲେ କିଡନୀ ଖରାପ ହେଇଛି। ତାପରେ ଏଇତ ସେ ନେଇକି ହେଉଛି କଟକ ପଠେଇଦେଲେ ଆଉ ସେଇଠିକି ଯାଇଛି ଛୁଆ ଚେନ୍ନାଇର ହେଉଛି ଆସିକିରି ହେଉଛି ବାଲେଶ୍ୱର ହେଉଛି ଚେକଅପ୍ ହେଲା। ସେ ବାଲେଶ୍ୱର ଚେକଅପ୍ ହେଲା ଯେ କିଡନୀ ହେଉଛି ନାହିଁ ଛୁଆ। କେତେ ଟଙ୍କା ଖର୍ଚ୍ଚ ହେବ ଭଲ ହେଇଛି ଡକ୍ଟର କ'ଣ କହୁଛନ୍ତି? 60 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଗ୍ୟାରେଣ୍ଟି ଦେଲେନି। ମାଙ୍କର ମୃତ୍ୟୁ ବେଳେ ଦିଲ୍ଲୀପ ଛୋଟ ପିଲା ଥିବା ବେଳେ ତାଙ୍କର ଜଣେ ସାନ ଭାଇ ଥିଲେ। ଦିଲ୍ଲୀପଙ୍କ ସାନ ଭାଇ ଛଡ଼ା ଆଉ କେହି ନଥିବା ବେଳେ ଗାଁର ସାବିତ୍ରୀ ଜେନା ନାମକ ଜଣେ ବୟସ୍କ ମହିଳା ତାଙ୍କୁ ଲାଳନ ପାଳନ କରି ଛୋଟରୁ ବଡ଼ କରିଥିଲେ। ଦିଲ୍ଲୀପ ବଡ଼ ହେଲା ପରେ ଚେନ୍ନାଇ ଯାଇ ଏକ ହୋଟେଲରେ କାମ କରି ସାନ ଭାଇ ସନ୍ତୋଷ ଏବଂ ତାଙ୍କୁ ପାଳନ କରିଥିବା ବୃଦ୍ଧା ମାଙ୍କୁ ପ୍ରତିପୋଷଣ କରି ଆସୁଥିଲେ। ହେଲେ 3 ମାସ ପୂର୍ବରୁ ଦିଲ୍ଲୀପକୁ ଜ୍ୱର, ପେଟ ବଥା, ଆଖି ବୁଲିବା ସହିତ ଅସହ୍ୟ ଯନ୍ତ୍ରଣା ହେଲା। ଚେନ୍ନାଇରୁ ଘରକୁ ଆସି ପ୍ରଥମେ ବାଲେଶ୍ୱର ମେଡିକାଲ ଏବଂ ପରେ କଟକ ଏକ ଘରୋଇ ମେଡିକାଲରେ ଦେଖାଇଥିଲେ। ସେଠାରେ ତାଙ୍କର 2ଟି କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ସେଠାରେ କିଛି ଦିନ ଚିକିତ୍ସା ହେବା ପରେ ତାଙ୍କର କିଡନୀ ପ୍ରତିରୋପଣ ପାଇଁ ଡକ୍ଟର ପରାମର୍ଶ ଦେଇଛନ୍ତି। ତାଙ୍କର ଏଇ ଅବସ୍ଥା ଭିତରେ ତାଙ୍କର ଏ ପରିସ୍ଥିତିରେ ଆମ ଘରେ ତ ମା ବାବା ମରିଗଲା ଭିତରେ ଆମ ଘରେ ଛୋଟ ହୋଇଥିଲେ। ଛୋଟ ହେଲା ପରେ ଆମେ ତାକୁ ଇଏ କରିକି ତାକୁ ସାଙ୍ଗ କରି ଆମ ପାଖରେ ଥିଲୁ। ହଠାତ୍ ଏରକମ ପିଲାର ହଠାତ୍ ଆସ୍ତେ ଆସ୍ତେ ତାର ଇଏ ହେଇଗଲା। ଆଉ ସେଥିପାଇଁ ଆମେ ଆପଣମାନଙ୍କୁ କିଛି ସାହାଯ୍ୟ କଲେ ଆମେ କିଛି ଅବସ୍ଥାରେ ସେ ବର୍ତ୍ତମାନ ଚଳୁଛନ୍ତି ତାଙ୍କେ ମାନେ ଏ ପରିସ୍ଥିତି। ଆଉ ଆମେ ଚାହୁଁଛୁ ଆପଣମାନେ କିଛି ସାହାଯ୍ୟ କଲେ ଆଉ ସେ ପିଲାମାନେ ଉପକୃତ ତାର ସାମଗ୍ରୀ ଯେତେ ଔଷଧ ପତ୍ର ସେମାନଙ୍କର ଲାଗିବ ଆଉ ଆପଣମାନେ ମଧ୍ୟ ସାହାଯ୍ୟ କଲେ ଆମେ ପିଲାଙ୍କର ଯେମିତି ସୁରକ୍ଷିତ ରହିବେ ଆମେ ସେଭଳି ସବୁବେଳେ ଚିନ୍ତାରେ ରହିଛୁ। ହେଲେ କିଡନୀ ପ୍ରତିରୋପଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡକ୍ଟର ସୂଚନା ଦେଇଛନ୍ତି। ଏତେ ଟଙ୍କା କେଉଁଠୁ ଆଣିବେ ଭାବି ଭାଙ୍ଗି ପଡ଼ିଛନ୍ତି ଦିଲ୍ଲୀପଙ୍କ ସାନ ଭାଇ ଡମ୍ବର। ଦିଲ୍ଲୀପଙ୍କ ରହିବା ପାଇଁ ଭଲ ଘର ଖଣ୍ଡିଏ ନଥିବା ବେଳେ ମାଟି ଝାଟି ଘରେ ରହୁଛନ୍ତି ଦିଲ୍ଲୀପ ଓ ତାଙ୍କ ସାନ ଭାଇ। ସିଏ ତ ତାଙ୍କ ପିଲାଦିନରୁ ତାଙ୍କ ବାପା ମା ସେ ତାଙ୍କର ଡେଟ୍ ହେଇ ଇଏ ପିଲା ବାହିରେ ରହୁଥିଲେ। ରହିଲା ପରେ କାମ ଦାମ କରୁଥିଲେ କରିକି ଆଉ କିଛି କିଣାକିଣି ଖାଇଲା ଭିତରେ ଅସୁବିଧାଟା ହେଇଛି। ଆଉ 2ଟା କିଡନୀ ନଷ୍ଟ ହେଇଯାଇଛି। ଆଉ ସେଇଥି କାରଣରୁ ଆଉ ଜଣେ ଅଛି ତାଙ୍କ ଭାଇ ଅଛନ୍ତି ସେ ତାଙ୍କୁ ସାହାଯ୍ୟ ସନମତି କରୁଛନ୍ତି। ଆଉ ପରିବାର ସମ୍ପତ୍ତି ବାଡ଼ି କିଛି ନଥିବା ବେଳେ ବର୍ତ୍ତମାନ ଔଷଧ ବାବଦରେ ମାସକୁ 1000 ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଔଷଧ କିଣିବା ପାଇଁ ସକ୍ଷମ ନୁହନ୍ତି। ଗାଁ ଲୋକେ ଯାହା କିଛି ସାହାଯ୍ୟ କରନ୍ତି ସେଥିରେ 2 ଭାଇ ଚଳୁଛନ୍ତି। ଔଷଧ କିଣିବା ପାଇଁ ପାଖରେ ଟଙ୍କାଟିଏ ନଥିବା ବେଳେ ଅନେକ ଯନ୍ତ୍ରଣା ଭୋଗୁଛନ୍ତି ଦିଲ୍ଲୀପ। ଦିଲ୍ଲୀପଙ୍କ ସାନ ଭାଇ ଡମ୍ବୁରୁ ଛୋଟ ପିଲା ହୋଇଥିବା ବେଳେ ସେ ଏବେ ସୁଦ୍ଧା ରୋଜଗାରକ୍ଷମ ହୋଇପାରିନାହାନ୍ତି। ଦିଲ୍ଲୀପ ରୋଜଗାର କରି ସାନ ଭାଇ ଡମ୍ବୁରକୁ ପ୍ରତିପୋଷଣ କରୁଥିବା ବେଳେ ଏବେ ସେ ରୋଗ ଶଯ୍ୟାରେ। ଦିଲ୍ଲୀପର ଏଭଳି ପରିସ୍ଥିତିରେ ତାକୁ ଛାଡ଼ି କୌଣସି କାମ କରିବାକୁ ଯାଇପାରୁନାହିଁ ସାନ ଭାଇ। ଯଦି କୌଣସି ସ୍ୱେଚ୍ଛାସେବୀ ସଂଗଠନ କିମ୍ବା ବାଧ୍ୟନ୍ୟ ବ୍ୟକ୍ତି ଦିଲ୍ଲୀପଙ୍କ ଜୀବନ ବଞ୍ଚାଇବା ପାଇଁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଦିଲ୍ଲୀପ କୁମାର ଜେନାଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଫୋନ ପେ ନମ୍ବରରେ ଆର୍ଥିକ ସହାୟତା ଯୋଗାଇ ଦେଇପାରିବେ।